ଦେଖନ୍ତୁ ଫେବୃଆରୀ 8 ମାସର ଦ୍ୱିତୀୟ ଶନିବାର। ତ ଦ୍ୱିତୀୟ ଶନିବାର ଚତୁର୍ଥ ଶନିବାର ଆପଣ ମାନେ ଜାଣିଥିବେ ବ୍ୟାଙ୍କ ସେଦିନ ବନ୍ଦ ରୁହେ। ତ ଏତେ ମହିଳା ମାନେ 20 ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ଆକାଉଣ୍ଟକୁ ଟଙ୍କା କିପରି ଆସିବ? ଆପଣ ନିଜେ ଚିନ୍ତା କରନ୍ତୁ, ଏତେ ମହିଳା ଆକାଉଣ୍ଟ ଟଙ୍କା କିଏ ଛାଡ଼ିବ? ଯଦି ଶନିବାର ଏବଂ ରବିବାର ବି ଛୁଟି ପଡୁଛି, ସେ 2 ଦିନର ଟଙ୍କା ନ ଆସେ ତାହେଲେ ଟଙ୍କା ଆସିବ କେବେ? ସେଇ ଦିନ ଆସିବ ନା ତା ଆଗ ଦିନ ଆସିବ? କେବେ ଆସିବ ଟଙ୍କା? ଆଉ ଯଦି ଟଙ୍କା ଆସିଛି ତାହେଲେ ଆମର ଶନିବାର ରବିବାର ବ୍ୟାଙ୍କ ବନ୍ଦ, ଆମେ ଜାଣିବା କିପରି ଟଙ୍କା ଆସିଲା କି ନାହିଁ? 20 ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ଏବେ ଚିନ୍ତାରେ, ବର୍ତ୍ତମାନ ବ୍ୟାଙ୍କ ତ ବନ୍ଦ, ସେଦିନ ଟଙ୍କା କିପରି ଆସିବ? ଦେଖନ୍ତୁ ପୂର୍ବରୁ ଆମର ଯେଉଁ ତାରିଖରେ ଯାହା ବି ଘୋଷଣା ହୋଇଛି ଟଙ୍କା ଆସିବାର ତାରିଖ, ସେଇ ତାରିଖରେ ଆସିଛି। ବ୍ୟାଙ୍କ ବନ୍ଦ ଥାଉ କିମ୍ବା ଖୋଲା ଥାଉ। ଆଗରୁ ଯଦି ଆମେ ଦେଖିବା କାଳିଆ ଯୋଜନା ହଉ କିମ୍ବା ପିଏମ କିଷାନ ହଉ କିମ୍ବା ସିଏମ କିଷାନ ହଉ କିମ୍ବା ଯେକୌଣସି ଗଭର୍ଣ୍ଣମେଣ୍ଟର ସହାୟତା ଟଙ୍କା ହଉ, ସେ ଠିକ ଟାଇମରେ ଯେବେ ଘୋଷଣା ହେଇଛି ସେଇ ଟାଇମରେ ସେଇ ରାତିରେ ହଉ କିମ୍ବା ଦିନରେ ହଉ ଆସିକି ଆକାଉଣ୍ଟରେ କ୍ରେଡିଟ ହେଇଛି। ଏତେ ମହିଳାଙ୍କର 20 ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କର କେହି ଗୋଟେ ପରେ ଗୋଟେ ଟଙ୍କା ବାଡେଇବେ ନାହିଁ। ସେ ସବୁ ଏକ୍ସେଲ ସିଟରେ ସବୁ ଫିଡିଙ୍ଗ ହେଇକି ଅଛି। ଆପଣଙ୍କ ଟାଇମ ହବ ମାନେ ସେ ଅଟୋମେଟିକ ଆପଣଙ୍କ ଆକାଉଣ୍ଟରେ ଆସି କ୍ରେଡିଟ ହବ। ଆପଣଙ୍କ ଆକାଉଣ୍ଟ ନମ୍ବର ସେଠାରେ ବାଡିଆ ହଉନି ଯେ ଆପଣଙ୍କର ଏତେ ମହିଳାଙ୍କର ଆକାଉଣ୍ଟ ନମ୍ବର କେମିତି ବାଡିଆ ହବ, କୋଉଠି ମିସମ୍ୟାଚ ହେଇଯିବ? ଆପଣଙ୍କ ଆଧାର ନମ୍ବରରେ ଟଙ୍କା ଚଢା ହବ। ଆପଣ ଆକାଉଣ୍ଟ ଠିକ ଠାକ ଥିଲେ ଆକାଉଣ୍ଟରେ ଆସି କ୍ରେଡିଟ ହବ। ତାହେଲେ ଛୁଟି ଦିନରେ ଟଙ୍କା ଛାଡିବ କିଏ? ଟଙ୍କା ଆପଣଙ୍କର ଦେଖନ୍ତୁ ଟ୍ରେଜେରୀ ହଉ କିମ୍ବା କ୍ଲିୟର ହାଉସ ଅଛି ଆମ ଓଡିଶାରେ, ସେଇଠାରେ ଟଙ୍କା ଆସିବ ଅଟୋମେଟିକ ସେଇଦିନ ହିଁ ଆସି ପଡିବ। ତାହେଲେ ଆମେ ଏବେ ଜାଣିବା ଯେ ଆମର ଫେବୃଆରୀ 8 ତାରିଖରେ ହିଁ ଟଙ୍କା ଆସିବ। ଆପଣ ଯାହା ଶୁଣିଛନ୍ତି ଠିକ ଶୁଣିଛନ୍ତି, ଫେବୃଆରୀ 8 ତାରିଖରେ ହିଁ ଟଙ୍କା ଆସି ପହଞ୍ଚିବ।